ଖେଳା ପକ୍ଷରୁ ଆପଣଙ୍କୁ ସ୍ୱାଗତ। ବାଲେଶ୍ୱର ଜିଲ୍ଲାରେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ମାଗଣା ଲ୍ୟାପଟପ୍ ବଣ୍ଟନ। ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗ ଓଡ଼ିଶା ଭୁବନେଶ୍ୱର ଅଧୀନରେ ଚାଲୁଥିବା ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ମାଗଣା ଲ୍ୟାପଟପ୍ ଯୋଜନା ଅନ୍ତର୍ଗତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ପଢ଼ୁଥିବା +3 ପ୍ରଥମ ବର୍ଷ ଓ ତା'ଠାରୁ ଉପର ସ୍ତରରେ ଅଧ୍ୟୟନରତ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଲ୍ୟାପଟପ୍ ପ୍ରଦାନ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ମୋଟ 8 ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ମାଗଣା ଲ୍ୟାପଟପ୍ ଯୋଗାଇ ଦିଆଯାଇଛି। ଏହି ଲ୍ୟାପଟପ୍ ଗୁଡ଼ିକୁ ବାଲେଶ୍ୱର ଜିଲ୍ଲାପାଳ, ସଦର ଉପଜିଲ୍ଲାପାଳ ଓ ନୀଳଗିରି ଉପଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ଶିକ୍ଷା ସୁବିଧା, ସହାୟକ ପ୍ରଯୁକ୍ତି ଓ ଅନଲାଇନ୍ ଶିକ୍ଷା ସାଧନରେ ସହଜ ପ୍ରବେଶ ଦେଇ ସେମାନଙ୍କର ଶିକ୍ଷାଗତ ଅଗ୍ରଗତି ଓ ସ୍ୱାବଲମ୍ବନକୁ ସୁନିଶ୍ଚିତ କରିବା। ଧନ୍ୟବାଦ।